କୁହ ଜଗନ୍ନାଥ ଦାସ ବଳରାମ ଦାସ କେଉଁ ଯୁଗର କବି ଥିଲେ? ପିଲା ହାତ ଟେକିବ ହେଲା। ତାହେଲେ ବଳରାମ ଦାସ କାହିଁକି ପ୍ରସିଦ୍ଧ? ତାହେଲେ ଇତି ତୁମେ କୁହ। ଧନ୍ୟବାଦ। ଆଚ୍ଛା ତମର ବିଷୟ ନା ଜାଣିଛ ନା? ସେହି ଲକ୍ଷ୍ମୀ ପୁରାଣକୁ ନେଇ ଆମର ଗୋଟେ ସଂସ୍କୃତର ବିଷୟ ଅଛି ଭେଦଭାବ ନ କର୍ତ୍ତବ୍ୟ। ହେଲେ ଆସ ପିଲାମାନେ ଆଉ ଡେରି କରିବାନି, ଆଜି ଆମେ ଏହି ବିଷୟ ଉପରେ ଆଲୋଚନା କରିବା। ପିଲାମାନେ ଟିକେ ଧ୍ୟାନ ଦେଇକିରି ଟିକେ ପଢ଼। ମୁଁ ଯେମିତି ପଢ଼ୁଛି ତମେ ସେଇ ଢଙ୍ଗରେ ପଢ଼। ପିତାମହୀ ଆସନ୍ଦେ ଉପବିଶତି ତସ୍ୟାଃ ପୁରତଃ ବାଳାଃ ଆଗତ୍ୟ ଉକ୍ତବନ୍ତଃ ପିତାମହୀ ଅଦ୍ୟ ଭବତି କଥଂ ମୌନେନ ତିଷ୍ଠତି କିମପି କଥୟତୁ येन वयं प्रेरिताः तथा सामाजिक कार्येषु लग्नाः भविष्यामः। पितामही आसन्दे उद्ग्रीवः सती उक्तवती कथयामि कथयामि शृण्वन्तु सर्वे अस्माकं पुरतः विद्यते सामाजिकतां स्वच्छतां समरसतां समानतां परम्परां च अधिकृत्य रमणीयः विषयः भेदभाव न कर्तव्यः इति। ताहले देख पिले पितामही पितामही किए? जेजेमा। पिता कहले बापा, बापांकर बो पितामही। आसन्दे उपविशति आसन रे बसिचंती। आसन्दे उपविशति तस्याः पुरतः तस्याः पिला शब्द मुखस्त करछ तेणु स्त्रीलिंग रे अछि तस्याः षष्ठी विभक्ति एक वचन रे पुरतः आगरे। पुरत माने कौन? आगरे। बालाः आगत्य उक्तवन्तः पिला माने आसी कहिले पितामही अद्य भवती आजी। अद्य माने कौन? आजी। भवती कथम मौनेन तिष्ठति आजी कौन चुपचाप बसिचंती। किमपि कथयतु किछि गोटे कुहंतु। बुझिगला? किछि गोटे कुहंतु। तापरे जेन वयं प्रेरिता तथा सामाजिक कार्येषु लग्नाः भविष्यामः। जेमिति कि सामाजिक कार्य नियोजित हबु। जेन वयं जेणु करी आम्भे माने प्रेरित हेबु तथा आहुरी मध्य सामाजिक कार्येषु बालकेषु जेमती सप्तमी बहुवचन रही लग्नाः भविष्यामः आमे ता भितरे जोड़ी जीवु बा लागिकी रहिबु सामाजिक कार्य। ये कथा शुणी पितामही आसन्दे उद्ग्रीवा सती उक्तवती। पितामही आसन्दे उद्ग्रीवा। पितामही आसन्दे उद्ग्रीवा। उद्ग्रीवा माने सीधा बसिले
ସତୀ ଉକ୍ତବତୀ ଏବଂ କହିଲେ ହେଲା ଉକ୍ତବତୀ କଥୟମି କଥୟମି କହୁଛି ଶୁଣବନ୍ତୁ ସର୍ବେ ସମସ୍ତେ ଶୁଣବନ୍ତୁ ସର୍ବେ ସମସ୍ତେ ଶୁଣ ଅସ୍ମାକଂ ପୁରତ ଆମ୍ଭମାନଙ୍କର ଅସ୍ମଦ ଶବ୍ଦର ବହୁ ବଚନରେ ହେଇଛି ଅସ୍ମାକଂ ଆମ୍ଭମାନଙ୍କର ପୁରତଃ ଆଗରେ ବିଦ୍ୟତେ ଅଛି ସାମାଜିକତା ସ୍ୱଚ୍ଛତା ସମରସତା ସମାନତା ପରମ୍ପରା ଚ ଅଧିକୃତ୍ୟ ରମଣୀୟ ବିଷୟ ଭେଦଭାବ ନ କର୍ତ୍ତବ୍ୟ ଭେଦଭାବ ନ କର୍ତ୍ତବ୍ୟ ଇତି ଭେଦଭାବ କରିବା ଉଚିତ ନୁହେଁ। ତାହେଲେ ଆମ ପାଖରେ କ'ଣ ରହିଲା ଆମମାନଙ୍କ ଆଗରେ ଅଛି ବିଦ୍ୟତେ ସାମାଜିକତା ସାମାଜିକ କଥା ସ୍ୱଚ୍ଛତା ସମାଜରେ ରହିବା ପାଇଁ ହେଲେ କେମିତି ସ୍ୱଚ୍ଛତା ଅବଲମ୍ବନ କରିବା ପାଇଁ ପଡ଼ିବ ସମରସତା ସମାନତା ହେଲା ଏବଂ ପରମ୍ପରା ବୁଝିହେଲା ପିଲେ ସମସ୍ତଙ୍କୁ ସମାନ ଭାବରେ ଦେଖିବା ସମାନ ଆଖିରେ ଦୃଷ୍ଟିରେ ରଖିବା ଏବଂ ଆମର ପରମ୍ପରାକୁ ମଧ୍ୟ ଆଧାର କରି ରମଣୀୟ ବିଷୟ ଗୋଟିଏ ଏକଦମ ସୁନ୍ଦର ରମଣୀୟ କ'ଣ ସୁନ୍ଦର ବିଷୟ ଭେଦଭାବ ନ କର୍ତ୍ତବ୍ୟ ଭେଦଭାବ ନ କର୍ତ୍ତବ୍ୟ ସେ ଯେଉଁ ବରେ ବୋକାଟା ଅଛି ମୁଁ ତାକୁ ବିସର୍ଗ କରିଦେଲି ତେଣୁ ଭେଦଭାବ କରିବା କୁଯୁକ୍ତ ତବ୍ୟ ପ୍ରତ୍ୟୟ ହେଇକି ରହିଛି ଭେଦଭାବ ରଖିବା ଉଚିତ ନୁହଁ ଭେଦଭାବ କହିଲେ ଉଚ୍ଚ ନିଚ ଧନୀ ଦରିଦ୍ର ବ୍ରାହ୍ମଣ ଚାଣ୍ଡାଳ ଇଏ ସବୁ ଭେଦଭାବ ରହିବା ଉଚିତ ନୁହେଁ ବୁଝିହେଲା ପିଲେ ତାପରେ କ'ଣ ପିତାମହୀ କରୁଛନ୍ତି ଦେଖ ପିଲେ କ'ଣ ଆସିଲା ନା ସମାଜେ କ'ଣ ହେଲା ସମାଜେ ବିଭିନ୍ନ ଦୃଷ୍ଟିଆ ଭେଦଭାବ ଲକ୍ଷ୍ୟତେ ମନୁଷ୍ୟ ସାମାଜିକ ପ୍ରାଣୀ ସର୍ବେ ମନୁଷ୍ୟାଃ ରାଷ୍ଟ୍ରେ ଗ୍ରାମେ ସମାଜେ ପରିବାରେ च ତିଷ୍ଠନ୍ତି ଅହମିକୟା ସ୍ୱଂ ପ୍ରାଧାନ୍ୟଂ ଦର୍ଶୟନ୍ତି ମାନବାନାଂ मध्ये ଏକତମ୍ ଆବଶ୍ୟକମ୍ ତଦರ್ಥଂ ବଳରାମ ଦାସस्य ଲକ୍ଷ୍ମୀ ପୁରାଣମ୍ ଉପାଦେୟ ଗ୍ରନ୍ଥ ଉତ୍କଳୀୟ ସାହିତ୍ये ବଳରାମ ଦାସः ଯୋଗସିଦ୍ଧः ପ୍ରସିଦ୍ଧः କବିः ପୁରୀମଣ୍ଡଳस्य ଗୋପସमीपे येरबंग ग्रामे तस्य निवासः तत्कालस्य प्रसिद्धाः अन्ये कवयः यथा जगन्नाथदासः अच्युतानन्ददासः जशवन्तदासः शिशु अनन्तदासः च एतेषु कविषु बलरामदासः समाज संस्कारक बहु जनप्रिय बुझीगला बहु जनप्रिय ताहले देख पिले समाजरे विभिन्न दृष्टिया विभिन्न दृष्टि रे भेदभाव लक्ष्यते विभिन्न प्रकार भेदभाव देखा जाए मनुष्य सामाजिक प्राणी मनुष्य सामाजिक प्राणी ना कौन कौच सर्वे मनुष्या
রাষ্ট্রে গ্রামে সমাজে, রাষ্ট্রে গ্রামে সমাজে, পরিবারে স তিষ্ঠন্তি। ଅହମିକୟା। ଆଚ୍ଛା, ପୂର୍ବରୁ ଦେଖ ସମାଜରେ ବିଭିନ୍ନ ଦୃଷ୍ଟିରେ ଭେଦଭାବ ଲକ୍ଷ୍ୟ କରାଯାଏ। ମନୁଷ୍ୟ ସାମାଜିକ ପ୍ରାଣୀ। ସର୍ବେ ମନୁଷ୍ୟ, ସବୁ ମଣିଷଙ୍କର। ରାଷ୍ଟ୍ରେ ଗ୍ରାମେ ସମାଜେ, ସବୁ ସପ୍ତମୀରେ ହେଇଛି ପିଲା ଦେଖ, ଯେମିତି ବାଳକ ଶବ୍ଦର ଏକ ବଚନରେ ହେଇଛି ବାଳକେ, ସେଇଭଳିଆ ହେଇଛି ରାଷ୍ଟ୍ରେ ରାଷ୍ଟ୍ରରେ, ଗ୍ରାମେ ଗ୍ରାମରେ, ସମାଜେ ସମାଜରେ, ପରିବାରେ ପରିବାରରେ। ବିଭକ୍ତି ଚିହ୍ନ ତମେ ଜାଣିଛ ସବୁ, ରେ ଠାରେ ମାନଙ୍କ ଠାରେ ସପ୍ତମୀ। ଚ ତିଷ୍ଠନ୍ତି, ସବୁ ମଣିଷଙ୍କ ପାଖରେ, ମନୁଷ୍ୟ, ସବୁ ମଣିଷଙ୍କର, ରାଷ୍ଟ୍ରରେ ଗ୍ରାମରେ ସମାଜରେ ପରିବାରରେ ଚ ତିଷ୍ଠନ୍ତି। ଇଏ ସବୁ ମଣିଷ ଏଇ ଜାଗାରେ ସବୁ ରହନ୍ତି। କେଉଁ ଜାଗାରେ? ଜଣେ ଲୋକ, ସେ ବି ରାଷ୍ଟ୍ରର ଲୋକ, ଗ୍ରାମର ଲୋକ, ସମାଜର ଲୋକ, ଶେଷରେ ଆମେ ଦେଖିବା ସେ ଗୋଟେ ପରିବାରରେ ମଧ୍ୟ ଅଛି। ଅହମିକୟା, ଅହମିକା ଦ୍ୱାରା, ଅହମିକୟା ତୃତୀୟାରେ ହେଇଛି ହେଲା, ତୃତୀୟରେ ହେଇଛି ଅହମିକୟା। ଅହଙ୍କାର, ଅହଙ୍କାରରେ ସ୍ୱଂ ପ୍ରାଧାନ୍ୟମ୍, ନିଜ ପ୍ରାଧାନ୍ୟକୁ ଦର୍ଶୟନ୍ତି, ନିଜ ନିଜର ଅହଙ୍କାର ଦ୍ୱାରା ନିଜର ପ୍ରାଧାନ୍ୟକୁ ଦେଖେଇଥାନ୍ତି। ମାନବାନାଂ ମଧ୍ୟେ, ଲୋକମାନଙ୍କ ମଧ୍ୟରେ, ଯେମିତି ବାଳକା ନାମ ହେଇଛି, ଲୋକମାନଙ୍କ ମଧ୍ୟରେ, ମଧ୍ୟେ ସପ୍ତମୀରେ ହେଇଛି। ଏକତ୍ୱମ୍ ଆବଶ୍ୟକମ୍, ଏକତ୍ୱମ୍ ଆବଶ୍ୟକମ୍। ବାସ୍ତବରେ ମଣିଷମାନଙ୍କ ମଧ୍ୟରେ ଏକତ୍ୱ ଆବଶ୍ୟକତା ଅଛି। ମଣିଷ ହେଉଛି ଗୋଟାଏ ଜାତି। ତଦର୍ଥମ୍, ସେଥିପାଇଁ ବଳରାମ ଦାସସ୍ୟ, ବଳରାମ ଦାସଙ୍କର, ବାଳକସ୍ୟ ଯେମିତି ଲକ୍ଷ୍ମୀ ପୁରାଣମ୍, ଲକ୍ଷ୍ମୀ ପୁରାଣ, ଉପାଦେୟ ଗ୍ରନ୍ଥ, ଉପାଦେୟ ଗ୍ରନ୍ଥ। ବଳରାମ ଦାସଙ୍କର ଲକ୍ଷ୍ମୀ ପୁରାଣ ହେଉଛି ଗୋଟିଏ ଉପାଦେୟ ଗ୍ରନ୍ଥ। ଅର୍ଥାତ୍ ଏଇ ଭେଦଭାବ ଭୁଲି ଆମେ କେମିତି ଚଳିବା, ସେଥିପାଇଁ ବଳରାମ ଦାସ ମଧ୍ୟ ପ୍ରସ୍ତୁତ କରିଥିଲେ। ଆମେ କହିଛେ ଆଗରୁ ଯେ ଆମର ଯେଉଁ ଗୁରୁବାର ଓଷା ହୁଏ, ପିଲାଦିନୁ ଆମେ ସବୁ ଦେଖିଛେ, ଏ ଲକ୍ଷ୍ମୀ ପୁରାଣ ସବୁ ପଢ଼ା ହୁଏ, ବା କ'ଣ ସୁଦଶା ବ୍ରତ ହୁଏ, ସେଥିରେ ମଧ୍ୟ ଲକ୍ଷ୍ମୀଙ୍କ ବ୍ରତ କଥା ପଢ଼ା ହୁଏ। ତେଣୁ ଇଏ ହେଉଛି ବଳରାମ ଦାସଙ୍କର ଲେଖା। ସେତେବେଳେ ସମାଜରେ ସମାନତା ରକ୍ଷା କରିବା ପାଇଁ ବଳରାମ ଦାସ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଉତ୍କଳୀୟ ସାହିତ୍ୟ, ଉତ୍କଳୀୟ ସାହିତ୍ୟରେ ବଳରାମ ଦାସ ଯୋଗସିଦ୍ଧ ପ୍ରସିଦ୍ଧ କବି। ଉତ୍କଳୀୟ ସାହିତ୍ୟରେ ବଳରାମ ଦାସ ହେଉଛନ୍ତି ଯୋଗସିଦ୍ଧ ପ୍ରସିଦ୍ଧ କବି। ପୁରୀ ମଣ୍ଡଳସ୍ୟ, କେଉଁଠି? ପୁରୀ ମଣ୍ଡଳର, ପୁରୀ ମଣ୍ଡଳ କହିଲେ କ'ଣ? ହଁ, ବ୍ଲକ ଯେଉଁଟାକୁ ଆମେ କହୁଛେ। ଗୋପ ସମୀପେ, ପୁରୀ ମଣ୍ଡଳର ଗୋପ ନିକଟରେ, ୟେରବଙ୍ଗ ଗ୍ରାମେ, ୟେରବଙ୍ଗ ଗାଁରେ ତସ୍ୟ ନିବାସ, ସିଏ ଜନ୍ମ ହେଇଥିଲେ, ବାସ କରୁଥିଲେ। ତତ୍କାଳସ୍ୟ, ସେହି ସମୟର, ପ୍ରସିଦ୍ଧା ଅନେକ କବୟଃ, ସେହି ସମୟରେ ଯେଉଁ କବିମାନେ ଥିଲେ ହେଲା, କିଏ କିଏ ଥିଲେ ନା ଯଥା ଜଗନ୍ନାଥ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ, ଶିଶୁ ଅନନ୍ତ ଦାସ। ଏହି ସମୟରେ କିଏ ସବୁ ଥିଲେ ନା ଜଗନ୍ନାଥ ଦାସ, ବଳରାମ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ, ଶିଶୁ ଅନନ୍ତ ଦାସ।
ଯେଉଁ ଆମେ କହୁଛେ ପଞ୍ଚସଖା ଯୁଗ। ବୁଝିହେଲା? ଏତେସୁ ସେଇ ସମୟରେ ବଳରାମ ଦାସଙ୍କ ସମୟରେ ଇଏ 4 ଜଣ ମଧ୍ୟ କବି ଥିଲେ। ଏତେସୁ କବିଷୁ, ଏହି କବିମାନଙ୍କ ମଧ୍ୟରେ ବଳରାମ ଦାସ ସମାଜ ସଂସ୍କାରକ। ବଳରାମ ଦାସ ଥିଲେ ସମାଜ ସଂସ୍କାରକ। ବୁଝିହେଲା? ବଳରାମ ଦାସ କ'ଣ ଥିଲେ? ସମାଜ ସଂସ୍କାରକ। ବୁଝିହେଲା? ବହୁ ଜନପ୍ରିୟ, ବହୁ ଲୋକ ମଧ୍ୟ ବଳରାମ ଦାସ ରଚିତ ଲକ୍ଷ୍ମୀ ପୁରାଣମ୍ ସ୍ୱତନ୍ତ୍ରମ୍ ସ୍ଥାନମ୍ ଅଧିକରୋତି। ଓଡ଼ିଆ ଭାଷାୟାं লিখিতম লক্ষ্মী পুরাণম উৎকলীয় সমাজে পারিবারিক জীবনম অস্পৃশ্যতা নিবারণম স্বচ্ছতা পালনম নারী সম্মানম শান্তিপূর্ণ সহাবস্থানম সমাজ সংস্কারম তথা কর্তব্য বিষয়কম তথ্যম প্রকাশयति। লক্ষ্মী পুরাণ वर्णनानुसारम देवी लक्ष्मी श्री जगन्नाथ से पत्नी सा पुरी स्थिते श्रीमंदिरे निवसति। श्रीमंदिरे श्री जगन्नाथ तस्य अग्रज श्री बलदेव अनुजा श्री सुभद्रा अन्य देवाः देव्यश्च पूज्यन्ते। लक्ष्मी स्वयं सर्वेषां कृते महाप्रसादं पचति इति विश्वासः। लक्ष्मी मार्गशीर्ष मासे प्रति गुरुवासरं प्रत्यूष काले नगर भ्रमणार्थं गच्छति। सा प्रति गृहं भ्रमति। बहूनां जनानां गृहाणि पिहितानि केषाञ्चित् उन्मुक्तानि च दृष्ट्वा लक्ष्मीः दुःखिता भवति। स्पृश्य अस्पृश्य वर्ण निर्विशेषं सा प्रत्येकं गृहं जाति। यदा परिष्कृतं स्वच्छ परिवेशं समार्जिकाः କ'ଣ କହିଲ? स्वच्छ परिवेशं समार्जितम् अङ्गनं पश्यति तदा आनन्दिता भवति। कदाचित् लक्ष्मीः तदानीन्तन समाजे अवहेलितायाः समार्जिकायाः स्त्रियाः गृहम् अपि गतवती। स्त्रिया प्रातः उत्थाय स्नानादि नित्यकर्मं समापितवती। गृहाङ्गणं गोमयोदकेन लिप्तवती। गृहाङ्गणे मनोहराणि चित्राणि कृतवती। गृहमध्ये सुसज्जित पीठे धान्यैः लक्ष्मी प्रतिमां स्थापितवती। एतत् दृष्ट्वा लक्ष्मीः स्त्रियाः गृहे कञ्चित् कालं ଯାପୟତି ବରଂ ପ୍ରଦଦାତି। ତାହେଲେ ପିଲେ ଆଜି ଆମେ ଦେଖିବା କ'ଣ ନା ବଳରାମ ଦାସ ରଚିତମ୍ ଲକ୍ଷ୍ମୀ ପୁରାଣମ୍ ସ୍ୱତନ୍ତ୍ରମ୍ ସ୍ଥାନମ୍ ଅଧିକରୋତି। ବଳରାମ ଦାସ ରଚିତ ଲକ୍ଷ୍ମୀ ପୁରାଣ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଓଡ଼ିଆ ଭାଷାୟାମ୍ লিখিতম লক্ষ্মী পুরাণম উৎকলীয় সমাজে ଓଡ଼ିଆ ଭାଷାୟାମ୍। ଲତା ଶବ୍ଦ ତୁମେ ମୁଖସ୍ଥ କରିଛ। କ'ଣ ହେଇଛି? ଲତାର ସପ୍ତମୀ ଏକ ବଚନରେ ଲତାୟାମ ହେଇଛି, ଅର୍ଥାତ ରେ ଠାରେ ମାନଙ୍କଠାରେ
ଓଡ଼ିଆ ଭାଷାରେ ଲିଖିତମ୍ ଲେଖାଯାଇଥିବା ଲକ୍ଷ୍ମୀ ପୁରାଣମ୍ ବାଳକମ୍ ଭଳିଆ ହେଇଛି ଦେଖ। ଲକ୍ଷ୍ମୀ ପୁରାଣକୁ ଉତ୍କଳୀୟ ସମାଜରେ ବାଳକେ ଭଳିଆ ହେଇଛି। ପାରିବାରିକ ଜୀବନମ୍ ଅସ୍ପୃଶ୍ୟତା ନିବାରଣମ୍, ବୁଝିପାରିଲ? ଅସ୍ପୃଶ୍ୟତା ନିବାରଣମ୍, ସ୍ୱଚ୍ଛତା ପାଳନମ୍, ନାରୀ ସମାନମ୍, ଶାନ୍ତିପୂର୍ଣ୍ଣ ସହାବସ୍ଥାନମ୍, ସମାଜ ସଂସ୍କାରମ୍ ତଥା କର୍ତ୍ତବ୍ୟ ବିଷୟକମ୍ ତଥ୍ୟମ୍ ପ୍ରକାଶୟତି। ବଳରାମ ଦାସ କୃତ ଲକ୍ଷ୍ମୀ ପୁରାଣରେ କ'ଣ ହେଇଛି ନା ଓଡ଼ିଆ ଭାଷାରେ ଲେଖାଯାଇଛି। ସେ ଯେଉଁ ଲକ୍ଷ୍ମୀ ପୁରାଣ ଉତ୍କଳୀୟ ସମାଜରେ ପାରିବାରିକ ଜୀବନ, ପରିବାର ମଧ୍ୟରେ ଯେମିତି ଆମେ ଭାଇ ଭଉଣୀ, ବାପା ମା, ଏ ସମସ୍ତେ ଯେମିତି ପରସ୍ପର ପ୍ରତି ସ୍ନେହ ଶ୍ରଦ୍ଧା ଭକ୍ତି ଯେମିତି ପ୍ରକାଶ ପାଇଥାଏ, ସେଇଭଳି କଥା ମଧ୍ୟ ଲକ୍ଷ୍ମୀ ପୁରାଣରେ ଅଛି। ଅସ୍ପୃଶ୍ୟତା ନିବାରଣମ୍, ଅସ୍ପୃଶ୍ୟତା ଯେ ପୂର୍ବ କାଳରେ ଥିଲା, ଯଦି ଆମେ ଛୁଇଁ ଦେଉଥିଲେ, କେହି ନିଜ ଲୋକ ଛୁଇଁ ଦେଉଥିଲା, ତାହେଲେ ଉଚ୍ଚ ଲୋକ ଗାଧୋଉଥିଲା ବା ତା ଦୁଆର ମୁହଁକୁ ଯାଇପାରୁନଥିଲା। ବୁଝିହେଲା? ଗାଁ ଦାଣ୍ଡରେ ଯେଉଁ ଆମେ କହୁଛେ ଅସ୍ପୃଶ୍ୟତା କଥା, ଗଲାବେଳେ ସେମାନେ ଆମେ ଶୁଣିଛୁ ଯେ ନଈକିରି ମଧ୍ୟ ଯିବା ପାଇଁ ପଡ଼ୁଥିଲା, ସିଧା ଯାଇପାରୁନଥିଲେ। ଏହାକୁ ଲକ୍ଷ୍ୟ କରି ବଳରାମ ଦାସ ଅସ୍ପୃଶ୍ୟତା ନିବାରଣ, ଯେ ମଣିଷ ତ ଗୋଟେ ଜାତି, ତା ଭିତରେ ପୁଣି ବାରଣ କ'ଣ, ଛୁଆଁଅଛୁଆଁ କ'ଣ, ଏବଂ ତାପରେ ସ୍ୱଚ୍ଛତା ପାଳନ, ପରିଷ୍କାର ପରିଚ୍ଛନ୍ନତା। ଯେତେବେଳେ ବିଜ୍ଞାନ ନଥିଲା, ସେତେବେଳେ ମୁନି ଋଷିମାନେ ବା ମହାପୁରୁଷମାନେ ଏ ବଳରାମ ଦାସଙ୍କ ଭଳି ଅନେକ କିଛି ବାର ଆଉ ତିଥିକୁ ସେମାନେ ମୁଖ୍ୟ ବୋଲି କହୁଥିଲେ ଏବଂ ସେଦିନ ସମସ୍ତେ ଲିପା ପୋଛା କରି ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରୁଥିଲେ। ବୁଝିହେଲା? ତେଣୁ ସ୍ୱଚ୍ଛତା ପାଳନ, ପରିଷ୍କାର ପରିଚ୍ଛନ୍ନତା ଏବଂ ସମାଜରେ ନାରୀ ସମାନ, ନାରୀଙ୍କର ସମ୍ମାନ ରକ୍ଷା କରିବା, ନାରୀଙ୍କୁ ଗୋଟେ ସ୍ଥାନ ଦେବା, କାରଣ ନାରୀ ପୁରୁଷ ସମାନ, ନାରୀଙ୍କୁ ନ୍ୟୂନତମ ଗଣିବା ଠିକ୍ ନୁହେଁ। ଶାନ୍ତିପୂର୍ଣ୍ଣ ସହାବସ୍ଥାନ, ଶାନ୍ତିପୂର୍ଣ୍ଣ ଭାବେ ଶାନ୍ତିପୂର୍ଣ୍ଣ ସହିତ ଅବସ୍ଥାନ କରିବା, ଅର୍ଥାତ୍ ବାସ କରିବା। ସମାଜ ସଂସ୍କାରମ୍, ସମାଜରେ ଏଇଭଳି ସଂସ୍କାର ଆଣିବା, ତଥା କର୍ତ୍ତବ୍ୟ ବିଷୟକମ୍, କର୍ତ୍ତବ୍ୟ ମୁଁ କହିଲେ କର୍ତ୍ତବ୍ୟ ଆଉ ଅକର୍ତ୍ତବ୍ୟ ବିଷୟରେ କାହାର କେଉଁ କର୍ତ୍ତବ୍ୟ ରହିବା ଦରକାର ସମାଜରେ। ସାନର କ'ଣ କର୍ତ୍ତବ୍ୟ, ବଡ଼ର କ'ଣ କର୍ତ୍ତବ୍ୟ, ସ୍ତ୍ରୀ ଲୋକର କ'ଣ କର୍ତ୍ତବ୍ୟ, ପୁରୁଷ ଲୋକର କ'ଣ କର୍ତ୍ତବ୍ୟ, କ'ଣ କରାଯିବା ଉଚିତ, ପରିବାର ପାଇଁ ଆମେ କ'ଣ ସବୁ କରିବା ଉଚିତ, ସମାଜ ପାଇଁ କ'ଣ କରିବା ଉଚିତ, ଏସବୁ ବିଷୟରେ ମଧ୍ୟ ତଥ୍ୟ ପ୍ରକାଶ କରିଛନ୍ତି। କିଏ? ହଁ, କବି ବଳରାମ ଦାସ। ଲକ୍ଷ୍ମୀ ପୁରାଣ ବର୍ଣ୍ଣନାନୁସାରମ୍, ଲକ୍ଷ୍ମୀ ପୁରାଣ ବର୍ଣ୍ଣନା ଅନୁସାରେ ଦେବୀ ଲକ୍ଷ୍ମୀ ଶ୍ରୀ ଜଗନ୍ନାଥସ୍ୟ ପତ୍ନୀ, ସେ ହେଉଛନ୍ତି କାହାର ପତ୍ନୀ? ଜଗନ୍ନାଥଙ୍କର ପତ୍ନୀ। ସା ପୁରୀ ସ୍ଥିତେ, ସା କହିଲେ ତତ୍ଶବ୍ଦ ମୁଖସ୍ଥ କରିଛ, ସ୍ତ୍ରୀଲିଙ୍ଗରେ କ'ଣ ହେଇଛି? ସା ତେତା, ତାମତେତା, ସେଭଳିଆ ସା ପ୍ରଥମା ଏକ ବଚନରେ ହେଇଛି। ସା ମାନେ ସେ, କିଏ? ଲକ୍ଷ୍ମୀ।
ପୁରୀ ସ୍ଥିତେ ପୁରୀରେ ଶ୍ରୀମନ୍ଦିରେ ନିବସତି। ସେ ପୁରୀ ଶ୍ରୀମନ୍ଦିରରେ କ'ଣ କରୁଥିଲେ? ରହୁଥିଲେ। ନିବସତି ବାସ କରୁଥିଲେ। ଶ୍ରୀମନ୍ଦିରେ ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥ ତସ୍ୟ ଅଗ୍ରଜ। ସେ ଜଗନ୍ନାଥ ଶ୍ରୀମନ୍ଦିରରେ କିଏ ରହୁଥିଲେ? ନା ଜଗନ୍ନାଥ ରହୁଥିଲେ। ତସ୍ୟ ଅଗ୍ରଜ ତାଙ୍କ ବଡ଼ ଭାଇ ଶ୍ରୀ ବଳଭଦ୍ର ମଧ୍ୟ ରହୁଥିଲେ। ଅନୁଜା କହିଲେ ଭଉଣୀ, ସାନ ଭଉଣୀ ଶ୍ରୀ ସୁଭଦ୍ରା ଦେବୀ ମଧ୍ୟ ରହୁଥିଲେ। ଅନ୍ୟ ଦେବାହା ଏମାନଙ୍କ ସହିତ ଅନ୍ୟ ଦେବତା ମାନେ, ଦେବାହା ବାଳକାହା ଯେମିତି ହେଇଛି, ବାଳକାହା ପିଲାମାନେ, ସେଭଳିଆ ଦେବତା ମାନେ ଦେବୀ ମାନେ ମଧ୍ୟ ପୂଜା ପାଉଥିଲେ। କେଉଁଠି? ହଁ, ଶ୍ରୀମନ୍ଦିରରେ। ଲକ୍ଷ୍ମୀ ସ୍ୱୟଂ ସର୍ବେଷାଂ କୃତେ ମହାପ୍ରସାଦଂ ପଚତି ଇତି ବିଶ୍ୱାସ। ବୁଝିହେଲା? ଲକ୍ଷ୍ମୀ ସ୍ୱୟଂ ନିଜେ ସର୍ବେଷାଂ କୃତେ ସମସ୍ତଙ୍କ ପାଇଁ ମହାପ୍ରସାଦ ପଚତି ମହାପ୍ରସାଦ ରାନ୍ଧୁଥିଲେ ବୋଲି ବିଶ୍ୱାସ ଅଛି। ବୁଝିହେଲା? ଲକ୍ଷ୍ମୀ ସମସ୍ତଙ୍କ ପାଇଁ ମହାପ୍ରସାଦ ରାନ୍ଧୁଥିଲେ ବୋଲି ବିଶ୍ୱାସ ଅଛି। ବୁଝିହେଲା? ଲକ୍ଷ୍ମୀ ମାର୍ଗଶୀର୍ଷ ମାସେ ପ୍ରତି ପ୍ରତ୍ୟେକ ଗୁରୁବାରେ ପ୍ରତ୍ୟୁଷ କାଳେ କହିଲେ ସକାଳେ ନଗର ଭ୍ରମଣାର୍ଥମ୍ ଗଚ୍ଛତି। ମାର୍ଗଶିର ମାସର ପ୍ରତି ଗୁରୁବାରରେ ଲକ୍ଷ୍ମୀ ସକାଳୁ ସମସ୍ତଙ୍କ ଘରକୁ ଯାଆନ୍ତି। ମାନେ ସକାଳୁ କହିଲେ ପ୍ରତ୍ୟୁଷ କହିଲେ ସୂର୍ଯ୍ୟ ଉଦୟ ହେଇନଥିବ, ଅନ୍ଧାରୁଆ ଥିବ। ବୁଝିହେଲା? ଅନ୍ଧାରୁଆ କହିଲେ ଲୋମମଳ ଦେଖାଯାଉନଥିବ, ରାତି ପାହି ଆସୁଥିବ। ଏଇ ସମୟରେ ଲକ୍ଷ୍ମୀ ପ୍ରତି ଗୃହମ୍ ଭ୍ରମନ୍ତି। ସେ ସମସ୍ତ ଘରକୁ ଘର ବୁଲନ୍ତି। ଓଡ଼ିଆରେ କହନ୍ତି। ବହୁନାମ ଜନାନାମ ବହୁତ ଲୋକମାନଙ୍କର ଗୃହାଣୀ ଘରଗୁଡ଼ିକ ପିହିତାନି ବନ୍ଦ ଥିଲା। କେଷାଂଚିତ୍ କେତେ ଗୁଡ଼ିଏ ଉନ୍ମୁକ୍ତାନି ଖୋଲା ଥିଲା। ଚ ଦୃଷ୍ଟ୍ୱା ଆକୁ ଦେଖି ଲକ୍ଷ୍ମୀ ହିଁ ଦୁଃଖିତା ଭବତି। ଲକ୍ଷ୍ମୀ ଦୁଃଖିତ ହେଲେ। ସ୍ପୃଶ୍ୟ ଅସ୍ପୃଶ୍ୟ ବର୍ଣ୍ଣ ନିର୍ବିଶେଷମ୍ ସା ପ୍ରତ୍ୟେକମ ଗୃହମ୍ ଜାତି। ଲକ୍ଷ୍ମୀ କ'ଣ କରୁଥିଲେ? ନା ଛୁଆଁ ଅଛୁଆଁ ଅର୍ଥାତ୍ ଉଚ୍ଚ ନୀଚ ସମସ୍ତଙ୍କ ଘରକୁ ସେ ଯାଉଥିଲେ। ଯଦା ପରିଷ୍କୃତମ୍ ସ୍ୱଚ୍ଛ ପରିବେଶମ୍ ସମାର୍ଜିତମ୍ ଯେତେବେଳେ ପରିଷ୍କାର ଘର ବା ସ୍ୱଚ୍ଛ ଲିପା ପୋଛା ହେଇଥିବା। ବୁଝିହେଲା? ସମାର୍ଜିତମ୍ ଝାଡ଼ୁ ଫାଡ଼ୁ ମରା ହେଇ ଲିପା ପୋଛା ହେଇଥିବ। ଅଙ୍ଗନମ୍ ପଶ୍ୟତି ତାଙ୍କର ଅଗଣାକୁ ଯେତେବେଳେ ଦେଖୁଥିଲେ। ତଦା ଆନନ୍ଦିତା ଭବତି ସେତେବେଳେ ସେ ଭାରି ଖୁସି ହେଇଯାଉଥିଲେ। ପରିଷ୍କାର ପରିଚ୍ଛନ୍ନତା ଦେଖି ଲକ୍ଷ୍ମୀ ଖୁସି ହେଇଯାଉଥିଲେ। କଦାଚିତ୍ କେବେ ଲକ୍ଷ୍ମୀ ହିଁ
ତଦାନୀନ୍ତନ ସମାଜେ ସେହି ସମୟର ସମାଜରେ ଅବହେଳିତ ହୋଇଥିବା, ବୁଝିହେଲା, ଅବହେଳିତ ହୋଇଥିବା କିଛି ଲୋକମାନଙ୍କର ସମାର୍ଜିକାୟାଃ, ବୁଝିହେଲା, ଅବହେଳିତାୟାଃ ସମାର୍ଜିକାୟାଃ ଯେଉଁମାନେ ସବୁ କ'ଣ କରନ୍ତି, ମାନେ ଶ୍ରିୟା ଚାଣ୍ଡାଳୁଣୀ କଥା କହୁଛନ୍ତି, ଯିଏ ସବୁ ଝାଡ଼ୁ ଫାଡ଼ୁ ମାରନ୍ତି, ରାସ୍ତାଘାଟ ପରିଷ୍କାର ପରିଚ୍ଛନ୍ନ କରନ୍ତି, ସେଇଭଳି ଲୋକଙ୍କର ଶ୍ରିୟାୟାଃ ଗୃହମ୍ ଅପି ଗତବତୀ, ଯେତେବେଳେ ସେଇ ସମାର୍ଜିକାୟାଃ ଅର୍ଥାତ୍ ଶ୍ରିୟା ଚାଣ୍ଡାଳୁଣୀ ଘରକୁ ସେ ଗଲେ, ଶ୍ରିୟା ପ୍ରାତରୁତ୍ଥାୟ, ଶ୍ରିୟା କ'ଣ କରିଥିଲା, ପ୍ରାତଃ ଉତ୍ଥାୟ, ସକାଳୁ ଉଠି ସ୍ନାନାଦି ନିତ୍ୟକର୍ମମ୍ ସମାପିତବତୀ, କ'ଣ କରିଛି, ସକାଳୁ ଉଠି ସ୍ନାନାଦି କର୍ମ ସମସ୍ତ ସାରି ଦେଇଛି। ଗୃହାଙ୍ଗଣମ୍, ଗୃହ ଆଉ ଅଗଣା, ଗୋମୟ ଦକେନ, ଗୋମୟ ଉଦକ, ତେନ ଗୋମୟ ଦକେନ ହେଲା, ଗୋମୟ ଉଦକେନ ଗୋମୟ ଦକେନ ମାନେ ଗାଈର ଗୋବରରେ ଲିପ୍ତବତୀ, ଲିପିଛି କିଏ, ଶ୍ରିୟା ଚାଣ୍ଡାଳୁଣୀ। ଗୃହାଙ୍ଗଣେ କେଉଁଠି, ଘରର ଆଗରେ ଅଗଣାରେ ମନୋହର ଚିତ୍ର ଗୁଡ଼ିକ କୃତବତୀ କରିଛି। ଗୃହ ମଧ୍ୟେ, ଘର ମଝିରେ ସୁସଜ୍ଜିତ ପୀଠରେ, ବୁଝିହେଲା, କେଉଁଠି, ସୁସଜ୍ଜିତ ପୀଠରେ ଧାନ୍ୟୈଃ, କ'ଣ କରିଛି ନା ଧାନ୍ୟୈଃ, ସୁସଜ୍ଜିତ ପୀଠେ ଧାନ୍ୟୈଃ, ଧାନ ଦ୍ୱାରା ଲକ୍ଷ୍ମୀ ପ୍ରତିମାଂ ସ୍ଥାପିତବତୀ, ଆମେ ସବୁ ଦେଖିଥିବା ଯେଉଁ ମାର୍ଗଶିର ମାସରେ ସବୁ କ'ଣ କରିଥାନ୍ତି, ଧାନ ବେଣୀ କରିକିରି ସବୁ ଥାପିଥାନ୍ତି, ଲକ୍ଷ୍ମୀକି ବସେଇଥାନ୍ତି, ତାପରେ ଗୋଟେ ଛିଟ ପକାଇଥାନ୍ତି ଏବଂ ପୂଜା କରନ୍ତି, ଭୋଗରାଗ ଦିଅନ୍ତି, ବୁଝିହେଲା। ତେଣୁ ଧାନରେ ଲକ୍ଷ୍ମୀ ପ୍ରତିମା ସ୍ଥାପନା କରିଛନ୍ତି, କିଏ, ଶ୍ରିୟା ଚାଣ୍ଡାଳୁଣୀ। ଏତତ୍ ଦୃଷ୍ଟ୍ୱା, ଏହା ଦେଖି ଲକ୍ଷ୍ମୀ ଶ୍ରିୟାୟାଃ ଗୃହେ, ଶ୍ରିୟା ଚାଣ୍ଡାଳୁଣୀର ଘରେ କଶ୍ଚିଦ୍ କାଳଂ ଯାପୟତି ବରଂ ପ୍ରଦଦାତି, ବୁଝିହେଲା, କିଛି ସମୟ ସେଠି ରହିଲେ, କଶ୍ଚିଦ୍ କାଳଂ, କାଳ କହିଲେ ସମୟ, କିଛି ସମୟ ଯାପୟତି, କିଛି ସମୟ ସେଠି ରହିଗଲେ, ବରଂ ପ୍ରଦଦାତି, ବର ମଧ୍ୟ ଦେଲେ, କାହାକୁ, ଶ୍ରିୟା ଚାଣ୍ଡାଳୁଣୀକି ବର ମଧ୍ୟ ଦେଲେ। ତମ ଗୁରୁବାର ଓଷାରେ ଏଇଆ ଲେଖା ହେଇନି, ହଁ, ତେଣୁ ସେଇ କଥାଟା ଆଜି ଆମ ଏଇ ସଂସ୍କୃତ ବହିରେ, ଆମର ଅଷ୍ଟମ ଶ୍ରେଣୀର ସଂସ୍କୃତ ବହିରେ ଦିଆଯାଇଅଛି, ବୁଝିପାରିଲ ପିଲେ। ତାହେଲେ ଆଜି ଆମେ ଏଇଠି ଏ ଭିଡ଼ିଓକୁ ଶେଷ କରିବା, ପୁଣି ପରବର୍ତ୍ତୀ ସମୟରେ ଆଉ ଗୋଟେ ଭିଡ଼ିଓରେ ଆଉ ଅବଶିଷ୍ଟ ଯାହା ରହିଲା ତାକୁ ମଧ୍ୟ ଆମେ କ'ଣ କରିବା ନା ଶେଷ କରିବା। ତାହେଲେ ରଖୁଛି ପିଲାମାନେ, ମୁଁ ରଖୁଛି, ଧନ୍ୟବାଦ।